ହରିଓମ୍ ଫ୍ରେଣ୍ଡ ବନ୍ଧୁଗଣ, ମୁଁ ସୁବ୍ରତ ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ ସୁବ୍ରତ ଆଷ୍ଟ୍ରୋ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ। ବନ୍ଧୁଗଣ, ଆଜି ଆମେ ଜାଣିବା ଏହି ଭିଡ଼ିଓରେ 18 ମଇ 2024 ତାରିଖ ଶନିବାର ଦିନର ଦ୍ୱାଦଶ ରାଶିର ରାଶିଫଳ ବିଷୟରେ। ବନ୍ଧୁଗଣ, ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ମେଷ ରାଶି ଶୁଭ ଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତି କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟ ବନ୍ଧୁ ସାହାଯ୍ୟ କରିପାରନ୍ତି। ପରିବହନ, ବ୍ୟବସାୟ, ହୋଟେଲ, ରେଷ୍ଟୁରାଣ୍ଟରୁ ସଫଳତା ପାଇବେ। ଆଲୋଚନା କାଳରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡ଼ିପାରେ। ବୃଷ ରାଶି ଆଜି ଆପଣଙ୍କ ସାମାଜିକ ସ୍ଥିତି ସମ୍ମାନଜନକ ରହିବ। ପ୍ରତ୍ୟୁଷ ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ, ବ୍ୟବସାୟ ପ୍ରଭୃତି କ୍ଷେତ୍ରରେ ଆଶା ଅନୁରୂପ ସଫଳତା ପାଇବେ। ପରିବାରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଆଜି ଆପଣ ସମର୍ଥ ହୋଇପାରନ୍ତି। ପ୍ରଶାସନ, ଆଇନ ଅଦାଲତ, ସଂଗଠନ, ସାମ୍ବାଦିକତା କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ। ମିଥୁନ ରାଶି ଆଜିର ଗ୍ରହସ୍ଥିତି ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଏବଂ ବିବାଦୀୟ କ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟି କରିବ। ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରି କୈଫିୟତ ଦେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସମସ୍ୟା କମିଯିବା ସହ ମିତ୍ରତା ସୃଷ୍ଟି କରିପାରନ୍ତି। ଭୁଲ ବୁଝାମଣା ଜନିତ ଅବୁଝା ବନ୍ଧୁଙ୍କୁ ବୁଝେଇବା ବହୁତ କଷ୍ଟକର ହୋଇପଡ଼ିବ। କର୍କଟ ରାଶି ଆଜି ଚତୁର୍ଥେଶ ରାହୁ ଯୁକ୍ତ ହେତୁ ପାରିବାରିକ ବିଷୟ ନେଇ ଡିପ୍ରେସନ ଲାଗି ରହିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁ ଗହଣରେ ଆଲୋଚନାକୁ କେନ୍ଦ୍ର କରି ଭାବପ୍ରବଣତା ବଢ଼ିପାରେ। ବାଣିଜ୍ୟ, ଶିଳ୍ପ, ହୋଟେଲ, ବ୍ୟବସାୟ କିମ୍ବା ପରିବହନରେ କ୍ଷତିରେ ହିଁ ପଡ଼ିପାରନ୍ତି। ସିଂହ ରାଶି କର୍ମକ୍ଷେତ୍ରରେ ବ୍ୟତିକ୍ରମ ଦୂରେଇ ଯିବାରୁ ଆଜି ଆପଣ ଆଶ୍ୱସ୍ତି ଲାଭ କରିବେ। ମଘା ନକ୍ଷତ୍ରର ପାରିବାରିକ ସମସ୍ୟା ସାଙ୍ଗକୁ ରୋଗ, ଋଣ ଏବଂ ପରୋକ୍ଷ ଶତ୍ରୁତା ମାନସିକ ସ୍ଥିତିକୁ ବିପନ୍ନ କରିପାରେ। ବନ୍ଧୁଙ୍କ ସହ ସନ୍ଦେହ ଏବଂ ଭୁଲ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ। ବ୍ୟବସାୟରେ ଉନ୍ନତି ସାଙ୍ଗକୁ ସନ୍ତାନଙ୍କ କୃତି ଏବଂ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ। କନ୍ୟା ରାଶି ପାରିବାରିକ ସହଯୋଗ ଦ୍ୱାରା ଚେଷ୍ଟା କରୁଥିବା କାମ ପାଇଁ ଖରକ ମିଳିଯିବ। ସତ୍ସଙ୍ଗ ଏବଂ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଏବଂ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ବାହାର କରିପାରନ୍ତି। ନିଜ ମନପସନ୍ଦର ଜିନିଷ ଘରକୁ ଆଣିବେ। ପ୍ରଶାସନିକ ସଫଳତା, ମକଦ୍ଦମାରେ ବିଜୟ ଏବଂ ଆନୁଷ୍ଠାନିକ କାମରେ ସଫଳତା ପାଇବେ। ତୁଳା ରାଶି ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ବିଫଳ ହେବ ନାହିଁ। ଅସୁସ୍ଥ ମାନସିକତା କାରଣରୁ ମନୋରଞ୍ଜନ କାର୍ଯ୍ୟକ୍ରମରେ ବିବାଦୀୟ ସ୍ଥିତି ଉପୁଜିପାରେ। ଶିଳ୍ପ, ବ୍ୟବସାୟ ଏବଂ ପରିବହନରେ ସଫଳତା ମିଳିବ। ରଚନାତ୍ମକ କାମ, କଳା ସାହିତ୍ୟ ଏବଂ ସାମ୍ବାଦିକତା କ୍ଷେତ୍ର ଏବଂ ଚୁକ୍ତିପତ୍ର କରିବାରେ ସଫଳ ହେବେ। ବିଛା ରାଶି ଅର୍ଥନୈତିକ ଉନ୍ନତି, ସାମାଜିକ ପ୍ରଗତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତାରୁ ଖୁସି ରହିବେ। ବନ୍ଧୁ ମିଳନ, ନୂତନ ସମ୍ପର୍କ, ପ୍ରୀତିପ୍ରଦ ଆଲୋଚନାର ସୁଯୋଗ ପାଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଏବଂ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖା ସାକ୍ଷାତରୁ ଉପକୃତ ହେବେ। ଧନୁ ରାଶି ଅଧିକାଂଶ ସମୟ ଅନ୍ୟମନସ୍କ ଏବଂ ଭାବପ୍ରବଣତା ଯୋଗୁଁ ମନୋବଳ ହ୍ରାସ ପାଇପାରେ। ବ୍ୟବସାୟ ଏବଂ ପରିବହନ କ୍ଷେତ୍ର
ଆଲୋଚନା ପରିସର ସଭା ସମିତିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ବକେୟା ଆଦାୟରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଆଜି କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ କରିବା ଠିକ୍ ହେବ ନାହିଁ। ମକର ରାଶି ଯେତେ ଚେଷ୍ଟା କଲେ ମଧ୍ୟ ସବୁ କାମ ବିଳମ୍ବରେ ହିଁ ସମ୍ପନ୍ନ ହେବ। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ, ଯାହା ଆପଣଙ୍କ ସମସ୍ୟାକୁ କମାଇ ଦେବ। ବନ୍ଧୁ ଠିକ୍ ସମୟରେ ନ ଫେରିବା କାରଣରୁ ପ୍ରତୀକ୍ଷା ଜନିତ ଯନ୍ତ୍ରଣା ତୀବ୍ର ହେବ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିଯିବାରୁ ଆଜି ଆପଣ ବ୍ୟସ୍ତ ହୋଇପାରନ୍ତି। କୁମ୍ଭ ରାଶି ଶୁକ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସଙ୍ଗୀତ ପ୍ରଭୃତିରୁ ସମ୍ମାନିତ ହେବେ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ବୁଝାମଣା ଠିକ୍ ରହିବା ଯୋଗୁଁ ପରିବାର ଏବଂ କର୍ମକ୍ଷେତ୍ରରେ ସମସ୍ୟା ମୁକ୍ତ ରହିବେ। କଚେରୀ ମାମଲା, ଜମି ଜମା ବିବାଦ ଜନିତ ସମସ୍ୟା ସମାଧାନ ହୋଇଯିବ। ମୀନ ରାଶି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁଁ କାମଗୁଡ଼ିକ ସମ୍ପନ୍ନ ହେବାରେ ବିଶେଷ ଅସୁବିଧା ହେବ ନାହିଁ। ଭଲ ସମ୍ପର୍କ ଥିବା ପଡ଼ୋଶୀଙ୍କ ଭୁଲ ବୁଝାମଣାରୁ ମନାନ୍ତର ଘଟିବା ଆଶଙ୍କା ରହିଅଛି। ସମସ୍ୟା କମି ଯିବାରୁ ଯାତ୍ରା, ବିବାଦ, ସଭା ସମିତି ପ୍ରଭୃତିରେ ଆଶ୍ୱସ୍ତି ଲାଭ କରିବେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାମରେ ବନ୍ଧୁ ମିଳନ ହେତୁ ଆଜି ଆପଣଙ୍କର ମନ ଖୁସି ରହିବ। ବନ୍ଧୁଗଣ, ଭିଡ଼ିଓଟି ଯଦି ଭଲ ଲାଗିଥାଏ, ଭିଡ଼ିଓଟିକୁ ଆପଣମାନେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବଟିଏ କରିଦିଅନ୍ତୁ।